ଆପଣ ବେଳେବେଳେ ଖବରକାଗଜ ମିଡ଼ିଆରେ ଶୁଣିଥିବେ ଯେ ରକ୍ତଦାନ ପାଇଁ ଲୋକମାନେ ଭୟ କରନ୍ତି ଏବଂ ଶବ ଯଦି କେଉଁଠି ପଡ଼ିଥିବ ସେ ପଡ଼ିଥାଉ ଦେଖିକି ଅଣଦେଖା କରିକି ଚାଲିଯାଆନ୍ତି। ଆମେ ଆଜି ଏମିତି ଜଣେ ଅତିଥିଙ୍କୁ ପାଇଛୁ ଯେ ଜୀବନରେ 45 ବର୍ଷ ଧରି ରକ୍ତଦାନ କରିଛନ୍ତି ଏବଂ ଶବ ସତ୍କାର ମଧ୍ୟ କରୁଛନ୍ତି। ଆଲୋଚନା କରିବା ସାଧୁ ଭାଇ ନାମରେ ପରିଚିତ। ସ୍ୱାଗତ ଆପଣଙ୍କୁ କଳିଙ୍ଗ ଟୁଡେ ଲାଇଭ୍। ଏ ପରିଚୟଟା ଦିଅନ୍ତୁ। ମୋ ନାଁଟି ହେଉଛି ସାଧୁଚରଣ ମହାଳିକ। ଡାକନ୍ତି ନିହରାଜ ମଣିଷ ସାଧୁ ଭାଇ। ମୋର ଜନ୍ମସ୍ଥାନ ହେଉଛି ବେଲପଡ଼ା ପାଟଣା ଏବଂ ପୋଷ୍ଟ ବେଲପଡ଼ା ପାଟଣା, ରହୁଛି ବିଜୟନଗର, ଭିଲେଜ ବିଜୟନଗର, ଥାନା ଗଣିଆ, ଡିଷ୍ଟ୍ରିକ୍ଟ ନୟାଗଡ଼। ଜୀବନରେ ଆପଣ ସଂଘର୍ଷ କରିଛନ୍ତି ନା କରିନାହାନ୍ତି? ବହୁତ କିଛି ସଂଘର୍ଷ କରିଛନ୍ତି। ଜୀବନରେ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେଲେ ବି ମୁଁ ତାକୁ ପଛେଇ ଦେଇକି ଏଇ ଭଲ କାମ ବି ଆଗ୍ରହୀ ଚାଲିଛି। ସମାଜ ସେବାରେ ପୁରା ଜୀବନ। ତ ଯୋଉ ସମାଜ ସେବାରେ ଲାଗି ପଡ଼ିଲେ ପରିବାର କିଛି ଅପୋଜ କଲେ ନା? ମୋ ପରିବାର କେହି ଅପୋଜ କରିନାହାନ୍ତି। କରିଥିଲେ ମୁଁ ଏତେ ବାଟ ଯାଇପାରିନଥାନ୍ତି। ମୁଁ ରାତିରେ ଶୋଇଥିବି, ଦିନ 12ଟା ଜଣେ ରାତି 12ଟା ଜଣେ ଡାକିବ ଯେ ମୋ ବାପା ମରିଗଲା, ସଂସ୍କାରରେ ଯିବା, କିନ୍ତୁ ଆମେ ଆଗ୍ରହରେ ଯିବା। ଆମ ଘରେ କେହି ଅପୋଜ କରନ୍ତିନି। କାହିଁକି ଏଇଟା ଗୋଟେ ଭଲ କାମ। ଯେତେବେଳେ ରକ୍ତଦାନ ମୁଁ ଷ୍ଟାର୍ଟିଂ କଲି, ମୁଁ 16 ବର୍ଷ ଭିତରେ ହେଇଥିଲି ଷ୍ଟାର୍ଟିଂ କଲି, କିନ୍ତୁ ମୋତେ ସମସ୍ତେ ଅପୋଜ ମଫସଲ ବ୍ଲଡ଼ ଦାନ ମୁଁ ଜାଣିନଥିଲି ରକ୍ତଦାନ। ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି, ନାହିଁ କାହିଁ ଦେଉଛୁ, କ'ଣ କରିବୁ, ଦେହ ଖରାପ। ଯଦି ମୋ ଦେହ ସ୍ୱାସ୍ଥ୍ୟ ପରେ ଭଲ ରହିଲା ଏବଂ ଗଲା, ତେଣୁ ଆମ ଘରେ ସମସ୍ତେ ଆଗ୍ରହ ଦେଲେ। ବର୍ତ୍ତମାନ ମୋ ଫ୍ୟାମିଲି ଭିତରେ 12 ଜଣ ବ୍ଲଡ଼ ଡୋନର। ମୋ ପୁଅ, ମୋ ଝିଅ, ମୋ ସ୍ତ୍ରୀ, ମୋ ପୁତୁରାମାନେ, ମୋ ଭାଇ ବୋହୂ ସମସ୍ତେ ରକ୍ତଦାନ କରିବାକୁ ଆଗ୍ରହ। କାହିଁକି ଏଇଟା ଗୋଟେ ଭଲ କାମ। ସମସ୍ତେ ବୁଝିଗଲେ ଏଇଟା ଭଲ କାମ। ଭଲ କାମ ଦ୍ୱାରା ଆମର ପରିବାର ବି ଗୋଟେ ଆଦର୍ଶ ପରିବାର। କେମିତି ଆମେ ଗରିବ ହୋଇଥାଉ କିନ୍ତୁ ଆମର ସୁସ୍ଥ, ଶାନ୍ତି, ଦୟା ଏସବୁ ଜିନିଷ ଉପରେ ଆମର ଚାଲିଛି ଠିକ୍। ତ ରକ୍ତଦାନ ମଧ୍ୟ କରୁଛି। 45 ବର୍ଷ ଧରି ଗୋଟେ ଜୀବନରେ ଆପଣ ରକ୍ତଦାନ କଲେ, ତ ଦେହରେ କିଛି ଆପଣଙ୍କର କିଛି ଅସୁବିଧା ଜୀବନ ମୁଁ ଏତେ ସୁସ୍ଥ ଅନୁଭବ କରିଛି। ବର୍ତ୍ତମାନ ମୁଁ ଯୁବ ସୁଲଭ। ମୁଁ 68 ବର୍ଷ ଭିତରେ ବୁଢ଼ା ବୋଲି ମୁଁ ଅନୁଭବ କରୁନି। ମୁଁ ଅନୁଭବ କରୁଛି ଯେ ମୁଁ ଯୁବ ସୁଲଭ। ଆପଣ ବି ଆଜି ଯୁବକ ଦୌଡ଼ି ପାରିବେ ଆପଣ? ହଁ, ବର୍ତ୍ତମାନ 5 କିଲୋମିଟର ଦୌଡ଼ି ପାରିବି ଏତେବେଳେ କାମ କରିବା ଭିତରେ। ଏବଂ ଗୋଟେ ହୋଟେଲ ମୁଁ ମ୍ୟାନେଜ କରୁଛି ରାତି 9ଟାରୁ ସକାଳ 9ଟା। ତାପରେ ମାର୍କେଟିଂ କରିବାକୁ ଯାଉଛି। ମୋର ଆଜି ପର୍ଯ୍ୟନ୍ତ ଅସୁବିଧା କିଛି ସମ୍ମୁଖୀନ ହୋଇନାହିଁ। ଭଲ କାମ ଗୋଟେ ପରିଣୟ ଅଛି ନିଶ୍ଚିତ ଭାବରେ। ହେଲା, ଏସବୁ ଜିନିଷଟା ଆଗ୍ରହୀ କାମ। କିଡନୀ ଦେଇଦେଇଥିଲେ କେମିତି କ'ଣ ହେଲା? ଆପଣ କିଡନୀଟା ଦେଇଦେଲେ ଦାନ? ମୁଁ 90 ମସିହାରେ ପେପର ବ୍ଲଡ଼ ଦାନ ଦେଲି ଏବଂ ଶବ ସଂସ୍କାର କରିବି। କିଡନୀ ଦାନ କଲି 90 ମସିହାରେ ପେପର ଫ୍ଲାସ୍ କରିଥିଲି। ତେଣୁ ମୋର ଜଣେ ନିମାପଡ଼ା ଲୋକ, ସେ କିମ୍ସରେ କାମ କରୁଥିଲେ, ତା ସ୍ତ୍ରୀ କିମ୍ସ ମେଡ଼ିକାଲ ଲେକ୍ଚର ଅଛନ୍ତି। ସେ ଆସି ମୋତେ ନେଇଗଲେ, ତା ଦେହ ଖରାପ, ମୋତେ ନେଇଗଲେ। ତା ଟେଷ୍ଟିଂ ଭିତରେ ସେ ବଟକୃଷ୍ଣ ଭଟ୍ଟ ତାଙ୍କ ନାଁ, ସେ ଚାଲିଗଲେ। ଟେଷ୍ଟିଂ ଭିତରେ ଚାଲିଗଲା ଭିତରେ ଅଚୁ ସମେତ ସାନ ଭାଇ ସେଠି ଡାୟାଲିସିସ୍ ହେଉଥିଲେ କିମ୍ସ ମେଡ଼ିକାଲ। ସେଠି ମୋର ଟେଷ୍ଟିଂ ଚାଲିଛି। ହେଲା ଭିତରେ ଯେତେବେଳେ ସେ ଚାଲିଗଲେ, ପଛ ସମେତ ଗଲେ, ସାଧୁ ବାବା କ'ଣ କରିବା, ଆଉ ମୋ ଭାଇଟି ଡାୟାଲିସିସ୍ ହେଉଛି, ତାର ବି ଓ ପଜିଟିଭ। ବେଶ, ମୁଁ କହିଲି ଆଜ୍ଞା ଠିକ୍ ଅଛି, ଯଦି ପାଣି ଲଗେଇଛେ ଆଉ ଖୁରକୁ ଭୟ କଲେ ଲାଭ କିଛି ନାହିଁ। ଯଦି ମୋ ଆଗ୍ରହରେ କଥାବାର୍ତ୍ତା ସରିଲା ପରେ ତାକୁ ଖାଲି କ୍ରସ୍ ମାଚି ହେଲା କଳିଙ୍ଗରେ। ସେତେବେଳେ କଳିଙ୍ଗ ଥିଲା ବଡ଼ ମେଡ଼ିକାଲ, ଆମର କ୍ରସ୍ ମାଚି ହେଲା କଳିଙ୍ଗରେ। କହିଲେ ଆପଣଙ୍କୁ ଦେଇଦିଅ କିଡନୀଟା ମୋ ଭାଇ? ହଁ, ମୋ ଭାଇ ଆଗ୍ରହ ଦେଲେ। ମୋତେ ବି 10 ଲକ୍ଷ ସେ ଦେଉଥିଲେ। ବୋଲେ ପଇସା ନେବେ, ପଇସା ନେଲେ ମୋର କାଲି ଗୋଟେ ଅସୁବିଧା ହେବ। ମୁଁ ତ ବିକ୍ରି କଲି, ଲାଭଟେ ଗଲା। ଦାନ କରିବାର ମହତ୍ଵ କରେ। ଆଜି ଅଚ୍ୟୁତ ସାମନ୍ତ ସେଥିରେ ଆପଣ? ହଁ, ଯେତେବେଳେ ଗଲେ ଆପଣଙ୍କୁ ଦରକାର 5 ଟଙ୍କାରେ ମୋତେ, ଆମେ ଆବାଜ ଶୁଣିଲେ, ମୋ ଆବାଜ ଶୁଣିଲେ ସାଧୁ ବାବା ଆସିଲେ ମୋ ପାଖକୁ ଦୌଡ଼ି ଆସିବେ। ତାଙ୍କ ଦ୍ୱାର ଖୋଲା। ଶବ ସତ୍କାର ମଧ୍ୟ କେତେ ଶବ ସତ୍କାର କଲେଣି? 309ଟି ଶବ ସଂସ୍କାର ତା ଭିତରେ ଚାଲିଛି। ମୋ ଲାଇଫ୍ ଭିତରେ ମୁଁ ପୁରା ବାଡ଼େଇବା, ଫୁଲ୍ ସେଞ୍ଚୁରୀ ବାଡ଼େଇବା, 500 ବାଡ଼େଇବା। 500 କରିବା ମୁଁ ଏମ ଅଛି। ଆଉ ଆଗକୁ ଆଉ କିଛି ଜୀବନର ଲକ୍ଷ୍ୟ ନାହିଁ? ନାଇଁ, ଏସବୁ ଭଲ କାମ ବି ତ ଲକ୍ଷ୍ୟ। ଆଉ କ'ଣ? ଆଉ ଲକ୍ଷ୍ୟ ବୋଲେ କ'ଣ? ଲକ୍ଷ୍ୟଟା ଭଲ କାମ। ଭଲ କାମ କରିବା, ଭଲରେ ରହିବା, ଭଲରେ ସବୁ କିଛି। ମଣିଷ ଜୀବନରେ ବି ଗୋଟେ ସମସ୍ତଙ୍କର ଆଶା ଆକାଂକ୍ଷା ଥାଏ। ବହୁତ ଲୋକ ଆସନ୍ତି, ଲୋକ ମଣିଷ ମାରିକି କୋଟିପତି ଦେଉଛନ୍ତି। ଆମର ସେ ପଇସାର ଆବଶ୍ୟକ ନାହିଁ। ଆମେ ସେମିତି ଗରିବ ରହିବା, ଭଲରେ ରହିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜୀବନ ଠିକଠାକ ସବୁ। ମଣିଷର ଶତ୍ରୁ ହେଉଛି ଋଣ ଆଉ ରୋଗ, ଆଉ ଶତ୍ରୁ କେହି ନୁହେଁ। ଆପଣଙ୍କ ଶତ୍ରୁ କିଏ? ମୋର ଶତ୍ରୁ କେହି ନାହାନ୍ତି।